ଆପଣଙ୍କ ପିଲାଙ୍କର ପାଠ ହେଉନାହିଁ କି ସ୍ମରଣ ଶକ୍ତି ରହୁନାହିଁ, ପାଠ ପଢ଼ିଲେ ବି ବହୁତ ମନେ ରହୁନାହିଁ। ଯଦି ଏଇଭଳି ପରିସ୍ଥିତି ହେଉଛି ତାହେଲେ ଗୁରୁବାର ସନ୍ଧ୍ୟା ସମୟରେ ଗୋଟିଏ ସରଳ ପ୍ରୟୋଗ କରନ୍ତୁ। ନୀଳ ସରସ୍ୱତୀଙ୍କର ସନ୍ଧ୍ୟା ସମୟରେ ଆପଣଙ୍କର ଠାକୁର ଘରେ ଲାଲ କପଡ଼ା ପକାନ୍ତୁ, ନୀଳ ସରସ୍ୱତୀଙ୍କ ଯନ୍ତ୍ର ସ୍ଥାପନ କରନ୍ତୁ, ସରସ୍ୱତୀଙ୍କର ଫଟୋ ରଖନ୍ତୁ, ଧୂପ ଦୀପ ନୈବେଦ୍ୟ ଫୁଲ ବେଲପତ୍ର ଇତ୍ୟାଦି ସ୍ଥାପନ କରନ୍ତୁ, ଯନ୍ତ୍ର ପ୍ରାଣ ପ୍ରତିଷ୍ଠା କରନ୍ତୁ, ପଞ୍ଚାମୃତରେ ସ୍ନାନ କରନ୍ତୁ, ଗଙ୍ଗା ଜଳରେ ସ୍ନାନ କରନ୍ତୁ ଏବଂ ଚନ୍ଦ୍ର ସିନ୍ଦୁର ଦେଇ ଷୋଡ଼ଶୋପଚାର ପୂଜା କରନ୍ତୁ ନୀଳ ସରସ୍ୱତୀଙ୍କି। ତାପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି 21 ଥର ଜପ କରନ୍ତୁ। ଓଂ ଐଂ ହ୍ରିଂ ସ୍ତ୍ରୀଂ ନୀଳ ସରସ୍ୱତ୍यै ନମଃ। ଜପ କରିସାରିଲା ପରେ କର୍ପୂର ଆରତି କରନ୍ତୁ। ଆରତି କରି ପ୍ରାର୍ଥନା କରନ୍ତୁ ଦେବୀଙ୍କି, ସରସ୍ୱତୀ ମହାଭାଗେ ବିଦ୍ये କମଳଲୋଚନେ ବିଶ୍ୱରୂପେ ବିଶାଳାକ୍ଷୀ ବିଦ୍ୟାଂ ଦେହି ନମସ୍ତୁତେ। ନମସ୍କାର କରନ୍ତୁ, ଦେଖିବେ ଆପଣଙ୍କର ପିଲାଙ୍କର ପାଠ ନିଶ୍ଚିତ ହେବ, ପାଠ ମନେ ରହିବ। ଏହା ନୀଳତନ୍ତ୍ର ଶାସ୍ତ୍ରରେ ରହିଅଛି। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।